नमस्कार सच्चिदानंद स्पिरिचुअल को आपको स्वागत। आज आम श्रीमद् भगवद गीतार द्वितीय अध्याय सांख्य योग आरंभ करवा। यही अध्याय रे मोट 72 श्लोक अच्छी। सांख्यर अर्थ होछि जानिबा बा ज्ञान, तेणु यहाकू ज्ञान योग मध्य कुहाଯାଇ परिबो। पूर्व अध्याय अर्जुन विषाद योगर शेष श्लोक रे संजय धृतराष्ट्र को कहिथिले अर्जुन किपरि भाबरे निजर बाण सहित धनु त्याग करी युद्ध करिवे नाही बोली कही रथर पछ भागरे जाई बसिथिले। तेणु एही अध्यायर प्रारंभ रे अर्थात प्रथम श्लोक रे संजय धृतराष्ट्र को कहउछंती श्लोक नंबर 1 तं तथा कृपयाविष्टम अश्रुपूर्णा कुलेक्षणम विषिदन्तं इदं वाक्यम उवाच मधुसूदन। अर्थात एहीपरि करुणारे अभिभूत अश्रुपूर्ण नेत्रयुक्त सखाकुल अर्जुन को मधुसूदन यही कथा कहिले। कृपयाविष्टम अर्थ करुणारे परिपूर्ण, कुलेक्षणम अर्थ व्याकुल नेत्रयुक्त, विषिदन्तम अर्थ सखाकुल एवं मधुसूदन हेउछि भगवान श्रीकृष्णଙ୍କର एक नाम। से मधु नामक राक्षस को वध करिथिबारु तांको मधुसूदन कुहाଯାଏ। ଏହି ଶ୍ଲୋକରେ अर्जुनଙ୍କ विषୟରେ ଯେଉଁ ବର୍ଣ୍ଣନା କରାଯାଇଛି ସେଥିରେ ସେ ଅତ୍ୟନ୍ତ ଦୁଃଖରେ ଥିବାର ଅନୁମାନ କରାଯାଉଛି। କାରଣ ତାଙ୍କ ଚକ୍ଷୁରେ ଲୁହ ଅଛି। କରୁଣାର ଆବେଗ ଯୋଗୁଁ ସେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଛନ୍ତି ଏବଂ ଯୁଦ୍ଧ କରିବେ ନାହିଁ ବୋଲି କହି ଶସ୍ତ୍ର ତ୍ୟାଗ କରି ରଥର ପଛ ଭାଗରେ ବସିଛନ୍ତି। ଏପରି ସ୍ଥିତିରେ ଶ୍ରୀକୃଷ୍ଣ ତାଙ୍କୁ କହୁଛନ୍ତି ଶ୍ଲୋକ ନମ୍ବର 2 ଶ୍ରୀକୃଷ୍ଣ ଉବାଚ କୁତସ୍ତ୍ୱା କସ୍ମଳମିଦଂ ବିଷମେ ସମୁପସ୍ଥିତଂ ଅନାର୍ଯ୍ୟଜୁଷ୍ଟଂ ଐଶ୍ୱର୍ଯ୍ୟଂ ଅକୀର୍ତ୍ତିକରଂ ଅର୍ଜୁନ। ଅର୍ଥାତ ଶ୍ରୀକୃଷ୍ଣ ତାଙ୍କୁ କହୁଛନ୍ତି ହେ ଅର୍ଜୁନ, ଏହି ବିଷମ ପରିସ୍ଥିତିରେ ତୁମକୁ ଏପରି ମୋହ ଗ୍ରାସ କଲା କିପରି? ଏହା ଆର୍ଯ୍ୟମାନଙ୍କର ଧର୍ମ ନୁହେଁ। ଏହା ତୁମକୁ ସ୍ୱର୍ଗ ପ୍ରଦାନ କରିବ ନାହିଁ କି ଏହା ଦ୍ୱାରା ତୁମର କୀର୍ତ୍ତି ମଧ୍ୟ ବଢ଼ିବ ନାହିଁ। ଶ୍ରୀକୃଷ୍ଣ ଏହି ଶ୍ଲୋକରେ ସେହି ସ୍ଥିତିକୁ ବିଷମ ପରିସ୍ଥିତି ବୋଲି କହିବାର କାରଣ ହେଉଛି ଯେତେବେଳେ ଉଭୟ ପକ୍ଷର ସେନାନାୟକମାନେ ଶଙ୍ଖନାଦ କରିବା ପରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଥିଲା, ଠିକ୍ ସେହି ସମୟରେ ଅର୍ଜୁନ ଯୁଦ୍ଧ କରିବେ ନାହିଁ ବୋଲି କହିବା କେବେ ବି ଠିକ୍ ନୁହେଁ। ଏସବୁ ତାଙ୍କର ମୋହ କାରଣରୁ ହିଁ ହେଲା। ତେଣୁ ଶ୍ରୀକୃଷ୍ଣ ତାଙ୍କୁ କହିଛନ୍ତି ଏହି ଅସମୟରେ ତୁମକୁ ଏପରି ମୋହ ଗ୍ରାସ କଲା କିପରି? ତାପରେ ପୁଣି କହିଛନ୍ତି ଏପରି ମୋହଗ୍ରସ୍ତ ହେବା ଆର୍ଯ୍ୟମାନଙ୍କ ପାଇଁ ଶୋଭନୀୟ ନୁହେଁ ତଥା ଏପରି କର୍ମ କରିବା ଦ୍ୱାରା ତୁମେ ଯେ ମୃତ୍ୟୁ ପରେ ସ୍ୱର୍ଗକୁ ଯିବ ତାହା ମଧ୍ୟ ସମ୍ଭବ ନୁହେଁ। ତା ଛଡ଼ା ଲୋକଙ୍କ ମୁଖରୁ ପ୍ରଶଂସା ଶୁଣିବା ପାଇଁ ଯଦି ତୁମେ ଏପରି କର୍ମ କରୁଥାଅ ତାହା ମଧ୍ୟ ତୁମର ଫଳବତୀ ହେବ ନାହିଁ, କାରଣ ଏହାଦ୍ୱାରା ତୁମର ଯଶ ବୃଦ୍ଧି ହେବ ନାହିଁ। ତେଣୁ ସେ ଏହାପରେ ପୁଣି ଅର୍ଜୁନକୁ କହୁଛନ୍ତି କ୍ଳୈବ୍ୟଂ ମାସ୍ମ ଗମ ପାର୍ଥ ନୈତତ୍ୱୋପପଦ୍ୟତେ କ୍ଷୁଦ୍ରଂ ହୃଦୟ ଦୌର୍ବଲ୍ୟଂ ତ୍ୟକ୍ତ ତିଷ୍ଠ ପରନ୍ତପ। କ୍ଳୈବ୍ୟଂ ମାସ୍ମ ଗମ ପାର୍ଥ ଅର୍ଥାତ ହେ ଅର୍ଜୁନ, ତୁମେ ଏପରି କ୍ଳୀବ ବା ନପୁଂସକ ପରି ହୁଅ ନାହିଁ। ନୈତତ୍ୱୋପପଦ୍ୟତେ ଏହାର ସନ୍ଧି ବିଚ୍ଛେଦ କଲେ ହେବ ନ ଯୁକ୍ତ ଏତତ୍ ଯୁକ୍ତ ତ୍ୱଇ ଯୁକ୍ତ ଉପପଦ୍ୟତେ। ଅର୍ଥାତ ଏହା ତୁମ ପାଇଁ ଶୋଭନୀୟ ନୁହେଁ ବା ଏହା ତୁମ ପାଇଁ ଉଚିତ ନୁହେଁ। କ୍ଷୁଦ୍ରଂ ହୃଦୟ ଦୌର୍ବଲ୍ୟଂ ତ୍ୟକ୍ତ୍ୱା ହୃଦୟ ବା ମନରେ ଥିବା ଏହି ତୁଚ୍ଛ ଦୁର୍ବଳତାକୁ ତ୍ୟାଗ କରି ଉତ୍ତିଷ୍ଠ ପରନ୍ତପ, ହେ ପରନ୍ତପ ବା ହେ ଅର୍ଜୁନ, ତୁମେ ଯୁଦ୍ଧ କରିବା ପାଇଁ ଛିଡ଼ା ହୁଅ। ତେଣୁ ଏହି ଶ୍ଲୋକର ଅର୍ଥ ହେଉଛି ହେ ପାର୍ଥ, ତୁମେ ନପୁଂସକତାକୁ ପ୍ରାପ୍ତ ହୁଅ ନାହିଁ, ଏହା ତୁମ ପାଇଁ ଉଚିତ ନୁହେଁ। ହେ ପରନ୍ତପ, ମନର ଏହି ତୁଚ୍ଛ ଦୁର୍ବଳତାକୁ ତ୍ୟାଗ କରି ତୁମେ ଯୁଦ୍ଧ କରିବା ପାଇଁ ଛିଡ଼ା ହୁଅ ବା ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅ। ଅର୍ଜୁନକୁ ଜଗାଇବା ପାଇଁ ତଥା ତାଙ୍କୁ ଯୁଦ୍ଧରେ ପ୍ରବୃତ୍ତ କରାଇବା ପାଇଁ ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଅର୍ଜୁନକୁ ଦୁଇଥର ସମ୍ବୋଧନ କରିଛନ୍ତି। ଶ୍ଲୋକର ପ୍ରଥମ ସମ୍ବୋଧନରେ ସେ ତାଙ୍କୁ ହେ ପାର୍ଥ ବୋଲି କହିଛନ୍ତି ଏବଂ ଦ୍ୱିତୀୟ ସମ୍ବୋଧନରେ ସେ ତାଙ୍କୁ ହେ ପରନ୍ତପ ବୋଲି କହିଛନ୍ତି। କୁନ୍ତିଙ୍କର ଗୋଟିଏ ନାମ ହେଉଛି ପୃଥା। ତେଣୁ ଅର୍ଜୁନ କୁନ୍ତି ବା ପୃଥାଙ୍କର ପୁତ୍ର ହୋଇଥିବାରୁ ତାଙ୍କୁ ପାର୍ଥ କୁହାଯାଏ। ସେହିପରି ପରନ୍ତପ ଶବ୍ଦର ଅର୍ଥ ହେଉଛି ଶତ୍ରୁତାପନ ବା ଶତ୍ରୁଙ୍କ ମନରେ ଭୟ ଉଦ୍ରେକକାରୀ। ଅର୍ଜୁନ ଶତ୍ରୁଙ୍କ ହୃଦୟରେ ଭୟ ସଞ୍ଚାର କରୁଥିବା ହେତୁ ତାଙ୍କୁ ପରନ୍ତପ କୁହାଯାଏ। ତେଣୁ ଅର୍ଜୁନଙ୍କୁ ଚେତାଇବା ପାଇଁ ବା ଜଗାଇବା ପାଇଁ ଶ୍ରୀକୃଷ୍ଣଙ୍କର ଏହି ଯେଉଁ ପ୍ରଚେଷ୍ଟା ତାହା କେତେ ମାତ୍ରାରେ ଫଳପ୍ରଦ ହେଉଛି ତାହା ଆମେ ପରବର୍ତ୍ତୀ ସମୟରେ ଜାଣିବା। ଆଜି ପାଇଁ ଏତିକି। ଭିଡ଼ିଓକୁ ଲାଇକ୍ ଓ ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ କମେଣ୍ଟ ବକ୍ସରେ ନିଜର ମତାମତ ଜଣାନ୍ତୁ। ରହୁଛି। ଜୟ ଜଗନ୍ନାଥ।